ପିଲାମାନେ ଦେଖନ୍ତୁ ମୋର କାନାରା ବ୍ୟାଙ୍କରୁ ଆପଣଙ୍କର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 2025 ଦେଖନ୍ତୁ 2025 ନୋଟିଫିକେସନ୍ ଆସିଛି, ଯେଉଁଟାକି 25-26 ପାଇଁ 1 ଇୟର୍ର ଅଛି। ଆପଣମାନେ ଆପ୍ଲାଏ କରିବାର 22/9/2025 ଠାରୁ ଆରମ୍ଭ ହେଲାଣି ଆଉ ଏଣ୍ଡ ଡେଟ୍ ହେଉଛି 12/10/2025। ଯେଉଁମାନେ ଆପ୍ରେଣ୍ଟିସ୍ ଟ୍ରେନିଂ ନେବାକୁ ଚାହୁଁଛନ୍ତି ବ୍ୟାଙ୍କରେ ସେଇଟା ସେମାନେ ଆପ୍ଲାଏ କରିପାରିବେ। ତାର ଅଫିସିଆଲ ୱେବସାଇଟ୍ ଆପ୍ଲାଏ କରିବାକୁ ଚାହୁଁଥିବେ ସେମାନେ ହେଉଛି www.nats.education.gov.in। ଏଇଥିରେ ଏଇ ୱେବସାଇଟ୍ରେ ଯାଇକି ଆପଣ ଏଥିରେ ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ କଲା ପରେ ଆପଣ କେମିତି ସିଲେକ୍ସନ୍ ହେବ କ'ଣ ହେବ ଆପଣ ଡିଟେଲ୍ସ ମୁଁ କହୁଛି, ଦେଖିବେ। ଆଗକୁ ଦେଖନ୍ତୁ କେତେ କ'ଣ ପୋଷ୍ଟ ଅଛି। ଟୋଟାଲ କହିବାକୁ ଗଲେ ଆମର 3500 ପୋଷ୍ଟ ଅଛି। ଟୋଟାଲ କହିବାକୁ ଗଲେ 3500 ପୋଷ୍ଟ ଅଛି। ସେଥିମଧ୍ୟରୁ ଦେଖନ୍ତୁ 3500, ସେଥିମଧ୍ୟରୁ ଆମ ଓଡ଼ିଶା ପାଇଁ ଓଡ଼ିଶା ପାଇଁ 105ଟି ଅଛି। କେମିତି କ'ଣ ସିଲେକ୍ସନ୍ ପ୍ରୋସିଜର, ଚାଲନ୍ତୁ ଆଗକୁ ବଢ଼ିବା। ତାର ପ୍ରଥମେ ଏଜ୍ ଦେଖିବା ହେଲା। ଏଜ୍ ଦେଖିବାକୁ ଗଲେ ପ୍ରଥମେ ଅଛି 20ରୁ ଆପଣ 28 ବର୍ଷ ଭିତରେ ହେଇଥିବା ଦରକାର। ତା ସହିତ ଆପଣ ଗଭର୍ଣ୍ଣମେଣ୍ଟର ଯେଉଁ ରୁଲ୍ ସବୁ ରହିଛି SC STର, ଏଠି ଦେଖନ୍ତୁ 5, 3, 10 ଏଇଭଳିଆ ଭାବରେ ଆପଣଙ୍କର ରିଲାକ୍ସେସନ୍ ଅଛି। ଆପଣ SC ST 5 ବର୍ଷ, OBC 3 ବର୍ଷ, PWD 10 ବର୍ଷ। ତାର ଏଜୁକେସନାଲ କ୍ୱାଲିଫିକେସନ୍ ଦେଖନ୍ତୁ, ଆପଣ ଡିଗ୍ରୀ ବା ଗ୍ରାଜୁଏସନ୍ ଇନ୍ ଏନି ଡିସିପ୍ଲିନ୍, ଆପଣ ଆର୍ଟ୍ସ, ସାଇନ୍ସ, କମର୍ସ, ଇଞ୍ଜିନିୟରିଂ ଯେକୌଣସି ଗ୍ରାଜୁଏଟ୍ ହେଇଥିବା ଦରକାର। ଯିଏ ଯେଉଁ ଷ୍ଟେଟ୍ର ପିଲା ସେ ଲୋକାଲ୍ ଲାଙ୍ଗୁଏଜ୍ ଜାଣିଥିବ, ସେଇମାନେ ହିଁ ସେଇ ଲୋକାଲ୍ ଲାଙ୍ଗୁଏଜ୍କୁ ହିଁ ପକାଇ ପାରିବେ। ସେ ତ ଖାଲିରେ ଆପଣଙ୍କୁ ଷ୍ଟାଇପେନ୍ ମାନେ ଟ୍ରେନିଂ ଦେବନି, ଆପଣଙ୍କୁ ସେଥିପାଇଁ ମଧ୍ୟ ଷ୍ଟାଇପେନ୍ ଦେବ। ଦେଖନ୍ତୁ ଆପଣଙ୍କୁ ପ୍ରତି ମାସରେ 15,000 ଲେଖାଏଁ ଦେବ, ବର୍ଷ 15 ହେଉଛି ନା। ତାର ୱାର୍କିଂ ଆୱାର୍ସ ହେଉଛି ଯେମିତି ବ୍ୟାଙ୍କର ୱାର୍କିଂ ଆୱାର୍ସ ସେଇଭଳି ଭାବରେ ହେବ। ଓକେ। ତାର ଆପ୍ଲିକେସନ୍ ଫିସ୍ ଦେଖନ୍ତୁ, ଆମ SC ST PWD ପାଇଁ ନିଲ୍ ଅଛି, ଆଉ ଅଦର ମାନଙ୍କ ପାଇଁ 500 ଅଛି। ମୁଁ ଆପଣଙ୍କୁ କହି ରଖୁଛି, ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଅଫିସିଆଲ ୱେବସାଇଟ୍ ଏଇଠି ଦେଖନ୍ତୁ, ଆଉ ଅଫିସିଆଲ ଯେଉଁ ୱେବସାଇଟ୍କୁ ଯାଇ କାନାରା ବ୍ୟାଙ୍କର ୱେବସାଇଟ୍କୁ ଯିବେ ଡାଉନଲୋଡ୍ କରିବା ପାଇଁ ଆପ୍ଲିକେସନଟା, କିମ୍ବା www.nats.education.gov.in ଏଇଟା ଯେଉଁ ମୁଁ ରାଉଣ୍ଡ କରିଛି, ଏଇଠୁ ଯାଇକି ଆପଣ ଆପ୍ରେଣ୍ଟିସ୍ ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ।